ଟିକି ଚଢ଼େଇ ଚିଲଠୁ ବିରି କିଣି ଟଙ୍କିକିଆ ବରା ବିକ୍ରି କରିବାକୁ ଲାଗିଥାଏ। ଛୋଟ ଛୋଟ ଟଙ୍କିକିଆ ବରା କରୁଥିଲା। ହେଲେ ଜଙ୍ଗଲର ସବୁ ଚଢ଼େଇ ତାରି ପାଖରୁ ହିଁ ଖାଆନ୍ତି। ଏ ଚଢ଼େଇର ଟଙ୍କିକିଆ ବରା ଖାଇବାକୁ ଅନ୍ୟ ଅନ୍ୟ ଜଙ୍ଗଲରୁ ଚଢ଼େଇ ମାନେ ବି ଆସନ୍ତି। ଟିକି, ତୁ ଜଙ୍ଗଲରେ ଟଙ୍କିକିଆ ବରା କାହିଁ ବିକ୍ରି କରୁଛୁ? ପାରା ଭାଇ, ତମେ ଜାଣିନ ଜଙ୍ଗଲର ଅନ୍ୟ ଚଢ଼େଇ ମାନେ ବରା ଗୋଟା 5 ଟଙ୍କା ଲେଖା ବିକୁଛନ୍ତି। ସବୁ ଚଢ଼େଇ ମାନେ କ'ଣ 5 ଟଙ୍କା ଦେଇ ଖାଇପାରିବେ? ସେଥିଲାଗି ମୁଁ ଟଙ୍କାଟେ ଲେଖା ବରା ବିକୁଛି, ଯେମିତି ସମସ୍ତେ ଖାଇ। ଟିକି ଚଢ଼େଇ, ତୋ ହାତରେ ତ ଯାଦୁ ଅଛି। ତୋ ବରା ଟଙ୍କାଟା ହେଲେ କ'ଣ ହେଲା? ତୋ ବରା ବହୁତ ସ୍ୱାଦ। ହେଲେ ସେଇ ଜଙ୍ଗଲରେ କାଳୁ କାଉ ଆଉ ତା ସୁନ୍ଦରୀ ସ୍ତ୍ରୀ ରହୁଥିଲେ। ଯେଉଁମାନେ କି ଟିକି ଚଢ଼େଇର ସଫଳତା ଦେଖି ଜମା ବି ସହିପାରୁନଥିଲେ। ହେଇଟି କାଳୁ, ତମେ ଜାଣିଲ ସେ ଟିକି ଚଢ଼େଇ ଟଙ୍କିକିଆ ବରା ବିକି ବେଶ ବଡ଼ ଲୋକିଆ ଦେଖେଇ ହେଉଛି। ତମେ ଗୋଟେ ଏମିତି କିଛି କରନ୍ତନି? ଆମେ ବି ଯଦି ବିକନ୍ତ ଆମେ ବି ବଡ଼ ଲୋକ ହେଇଯାଆନ୍ତେ। ମାମା, ମାମା, ମୋତେ ବରା ଖାଇବାକୁ ଇଚ୍ଛା ହେଉଛି। ମୁଁ ବରା ଖାଇବି, ମୋତେ ବରା ଆଣି ଦିଅ ତ। ଜଙ୍ଗଲର ଚଢ଼େଇ ମାନଙ୍କଠୁ ଶୁଣିଛି ଟିକି ଚଢ଼େଇର ଟଙ୍କିକିଆ ବରା ଭାରି ସୁଆଦ। ହେଇଟି ତମେ ଯାଅ କାଳୁ କାଉ, ଯାଅ ନେଇକି ଆସିବ ଟଙ୍କିକିଆ ବରା ସେ ଟିକି ଚଢ଼େଇଠୁ। ମୁଁ ଜାଣିନି, ମୋ ପୁଅ କହୁଛି ମାନେ ତମେ ଆଣିକି ଦିଅ। ସୁନ୍ଦରୀ, ତମେ ତ ଜାଣିଥିବ ମୋ ପାଖରେ ଟଙ୍କାଟା ବି ନାହିଁ। କୋଉଠୁ ମୁଁ ବରା ଆଣି ଦେବି କହିଲ? ହଉ ମୁଁ ଯାଉଛି ଦେଖେ। ଏଇଠୁ କାଳୁ କାଉ ଯାଇ ବାଟରେ ଜଗି ବସିଥାଏ। ସନ୍ଧ୍ୟା ହେଇ ଆସିଲାଣି। ଟିକି ଚଢ଼େଇ ଦୋକାନ ବନ୍ଦ କରି ତା ଘରକୁ ଫେରୁଥାଏ। ଟିକି ଚଢ଼େଇକି ଦେଖି କାଳୁ କାଉ ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲା ଆଉ କହିଲା, ଭଲରେ ଭଲରେ ମୋତେ ବରା ସବୁତକ ଦେ, ନହେଲେ ମୁଁ ତୋତେ ଛାଡ଼ିବି। ଏଇଠି କାଳୁ ଭାଇ, ମୁଁ ତ ବରା ନେଇକି ଯାଉଛି ମୋ ପୁଅ ପାଇଁ। ଆରେ ତୋ ପୁଅ ତ ସବୁଦିନ ବରା ଖାଉଛି, ଆଜି ତକ ତୋ ପୁଅ ନ ଖାଇଲେ କ'ଣ ହଉନି? ମୋ ପୁଅ ଦୋକାନକୁ ଯିବା ପୂର୍ବରୁ କହିଛି ଯେ ମାମା ମୋ ପାଇଁ ବରା ନେଇ ଆସିବୁ। ମୁଁ ସବୁ ବରା ବିକିଦେଇ ଏତିକି ତା ପାଇଁ ରଖିଛି। ତୋର ଏତେ କଥା ଶୁଣିବାକୁ ସମୟ ନାହିଁ। ତୁ ଦେଲୁ, ସେ ବରାକୁ ଦେ, ମୁଁ ନେଇ। ଏମିତି କହି କାଳୁ କାଉ ଟିକି ଚଢ଼େଇକି ଗୋଟେ ଜାବଡ଼ାଟେ ମାଇଲା ଆଉ ତାଠୁ ସବୁତକ ବରା ଛଡ଼େଇ ନେଇ ଚାଲିଗଲା। ଟିକି ଚଢ଼େଇ ମନ ଦୁଃଖରେ ବସି ରହିଲା। କାହିଁକି ନା ଟିକି ଚଢ଼େଇ କାଳୁ କାଉ ପରି ବଳୁଆ ନଥିଲା। ଟିକି ଚଢ଼େଇ ମନ ଦୁଃଖରେ ତା ଘରେ ପହଞ୍ଚିଲା ବେଳକୁ ଟିକି ଚଢ଼େଇର ପୁଅ ଟିକି ଚଢ଼େଇକୁ ପଚାରିଲା, ମାମା, ମୋ ବରା କାହିଁ? ଆରେ ପୁଅ, କ'ଣ କହିବି, ବର୍ଷା ପାଗ ବୋଲି ବରା ସବୁତକ ବିକ୍ରି ହେଇଗଲା। ତୁ ବ୍ୟସ୍ତ ହୋନା, ମୁଁ କାଲି ତୋ ପାଇଁ ନିଶ୍ଚୟ ଆଣିଦେବି। ତୁ ଆଜି ଘରେ ଯାହା ବି ଖାଦ୍ୟ ଅଛି ତୁ ଖାଇଦେ, କାଲି ତୋ ପାଇଁ ନିଶ୍ଚିନ୍ତ ଆଣିବି। ତା ପୁଅ ସେଇ କଥା ବୁଝି ଘରେ ଯାହା ଖାଦ୍ୟ ଥିଲା ଖାଇଦିଏ। ତା ପରଦିନ ଟିକି ଚଢ଼େଇ ପୁଣି ଯାଇ ଟଙ୍କିକିଆ ବରା ବିକ୍ରି କରିବାକୁ ଲାଗିଲା। ଆଗ ତା ପୁଅ ପାଇଁ କିଛି ବରା ପତ୍ର ଘୋଡ଼େଇ ଲୁଚେଇ ରଖିଲା। ଦିନ ବି ତାର ଭଲ ବେପାର ହୁଏ ଆଉ ବେପାର କରୁ କରୁ ସବୁ ବରା ବିକ୍ରି ହୋଇଯାଏ। ଯାଉଛି, ଆଜି ମୋର ସବୁ ବରା ବିକ୍ରି ହେଇଯାଇଛି। ହେଲେ ମୋ ପୁଅ ପାଇଁ ଯେଉଁ ବରା ରଖିଥିଲି ତାକୁ ଜଲ୍ଦି ନେଇ ଘରକୁ ପଳେଇବି। ଏମିତି କହି ପତ୍ର ଘୋଡ଼େଇ ବରା ତକ ଧରି ଉଡ଼ିବାକୁ ଲାଗିଲା। ହେଲେ ଏପଟେ ଦୁଷ୍ଟ କାଳୁ କାଉ ତା ସୁନ୍ଦରୀ ସ୍ତ୍ରୀ ଜଗିଥିଲେ। ହଠାତ୍ କିଏ ଆସି ଟିକି ଚଢ଼େଇ ସାମ୍ନାରେ ଠିଆ ହେଲେ। ଆରେ ଟିକି, ତୁ କ'ଣ ଭାବୁଛୁ ପତ୍ରରେ ଲୁଚେଇ ବରା ନେଇଯିବୁ ହେଲେ ଆମେ ଜାଣିପାରିବୁନି? ତମେ ମାନେ ଏମିତି ମୋ ସାଙ୍ଗରେ କରିପାରିବନି। ମୋ ପୁଅ ଅନେଇଥିବ ବରା ଖାଇବାକୁ, ତମେ ମାନେ ମୋତେ ଛାଡ଼ିଦିଅ। ଏଇ ବେଶୀ କଥାବାର୍ତ୍ତା କହନା। ତତେ କୁହାହେଲା ତୁ ଏ ବରା ତକ ଛାଡ଼ି ତୁ ଯା ବାରି, ନହେଲେ ତତେ ଏ ଠେଙ୍ଗାରେ ବାଡ଼େଇ ବାଡ଼େଇ ମାରିଦେବି। କ'ଣ ଭାବୁଛୁ ଟିକି ଚଢ଼େଇ, ଛାଡ଼ିକି ଯିବୁ ନା ଏ ଠେଙ୍ଗାରେ ମାଡ଼ ଖାଇ ମରିବୁ? ଟିକି ଚଢ଼େଇ ଏତେ ବଡ଼ ବାଡ଼ି ଦେଖି ଭୟରେ ବରା ସବୁତକ ଛାଡ଼ି ପଳେଇଗଲା। ଟିକି ଚଢ଼େଇ କାନ୍ଦି କାନ୍ଦି ତା ଘରକୁ ଗଲା। ମାମା, ତମେ ମୋ ପାଇଁ ବରା ଆଣିଛଟି? ତମେ କହିଥିଲ ଆଜି ଆଣିବ ବୋଲି। ଟିକି ଚଢ଼େଇ ତା ପୁଅକୁ ଆଜି ସବୁ ସତ କଥା କହିଦେଲା। କାଳୁ କାଉ ଆଉ ତା ସ୍ତ୍ରୀ ବଳୁଆ ଦେଖେଇ ନିରୀହ ପ୍ରତି ବହୁତ ଅତ୍ୟାଚାର କରୁଛନ୍ତି। ମୋ ହାତରୁ 2 ଦିନ ହେଲା ଧମକେଇ
ବରା ଚଢ଼େଇ ନେଇ ଯାଉଛନ୍ତି। ମୁଁ କ'ଣ କରିବି? କି ଚଢ଼େଇ କାଳୁ କାଉ ଆଉ ତା ସୁନ୍ଦରୀ ସ୍ତ୍ରୀର ଅତ୍ୟାଚାର ନ ସହିପାରି ଜଙ୍ଗଲ ଛାଡ଼ି ଆରପଟ ଜଙ୍ଗଲକୁ ପଳେଇଗଲା। କାଳୁ କାଉ ଆଉ ତା ସୁନ୍ଦରୀ ସ୍ତ୍ରୀ ଟିକି ଚଢ଼େଇ ଜଙ୍ଗଲ ଛାଡ଼ି ପଳେଇ ଯିବା କଥା ଶୁଣି ବହୁତ ଖୁସି ବି ହେଉଥିଲେ। ଯାହା ହଉ ସେ ଟିକି ଚଢ଼େଇ ଜଙ୍ଗଲ ଛାଡ଼ି ପଳେଇଲା। ଆମେ ଏଥର ସେ ଚିଲ ବିଲରୁ ବିରି ଆଣି ଟଙ୍କିକିଆ ବରା ବିକ୍ରି କରିବୁ ଏମିତି କହି କାଳୁ କାଉ ଆଉ ତା ସୁନ୍ଦରୀ ସ୍ତ୍ରୀ ଚିଲର ବିଲ ପାଖରେ ଯାଇ ପହଞ୍ଚିଲେ ଆଉ ତା ବିଲରୁ ବିରି ଆଣିଲା। ହେଲେ ଚିଲ ବିଲରେ ଔଷଧ ପକେଇଥିଲା। କାଉ ଆଉ ତା ସୁନ୍ଦରୀ ସ୍ତ୍ରୀ ଚିଲ ବିଲରୁ ବିଷ ପକା ବିରି ଆଣି ବରା କରି ଖାଇଲେ। ଆଉ ଖାଇବା ପରେ କାଉର ପୁଅ ଅସୁସ୍ଥ ହୋଇ ପୁଅଟା ମରିଗଲା। ଏଇଠି କାଳୁ କାଉ, ଦେଖ ତ ମୋ ପୁଅ କାହିଁ ଉଠୁନି? ଉଠରେ ପୁଅ, କ'ଣ ହେଲା ତୋର? ଉଠେ। ଏଇଠି ସୁନ୍ଦରୀ, ଟିକି ଚଢ଼େଇର ଅଭିଶାପ ବୋଧେ ଆମ ଉପରେ ପଡ଼ିଲା, ସେଥିଲାଗି ଆମ ପୁଅ ମରି